ଚାଲନ୍ତୁ ଆଜି ମଧ୍ୟଯୁଗୀୟ ଭାରତର ଇତିହାସରୁ ଏକ ଏମିତି ରାଜବଂଶର କଥା ଜାଣିବା ଯାହା କ୍ଷମତାକୁ ନେଇ ଆମର ସବୁ ଧାରଣାକୁ ବଦଳାଇ ଦେଇପାରେ। ଏହା ହେଉଛି ଓଡ଼ିଶାର ଭୌମକର ରାଜବଂଶର କାହାଣୀ। ଏକ ଏମିତି ସାମ୍ରାଜ୍ୟ ଯେଉଁଠି ରାଜା ନୁହେଁ ବରଂ ରାଣୀମାନେ ହିଁ ସବୁକିଛି ଥିଲେ। ଆଚ୍ଛା, ଆମେ ତ ଇତିହାସରେ ସବୁବେଳେ ରାଜମାନଙ୍କ କଥା ଶୁଣିଛେ, କିନ୍ତୁ କେବେ ଭାବିଛନ୍ତି କି ଗୋଟିଏ ମଧ୍ୟଯୁଗୀୟ ଭାରତୀୟ ରାଜବଂଶରେ କେତେଜଣ ରାଣୀ ପ୍ରକୃତରେ ଶାସନ କରିପାରିବେ? ଉତ୍ତରଟା ସତରେ ଆଶ୍ଚର୍ଯ୍ୟ କରିଦେବା ଭଳି। ଜଣେ ନୁହେଁ କି ଦୁଇଜଣ ବି ନୁହେଁ, ପୁରା 7 ଜଣ। ହଁ, ଭୌମକଳ ରାଜବଂଶରେ ପୁରା 7 ଜଣ ରାଣୀ ସାର୍ବଭୌମ ଶାସକ ଭାବରେ ରାଜୁତି କରିଥିଲେ। ଆଉ ଏଇଥିପାଇଁ ତ ଏହି ରାଜବଂଶ ଏତେ ଖାସ୍। ଆଉ ଗୋଟେ କଥା, ଏମାନେ କ'ଣ କାହା ବଦଳରେ ବା କାମଚଲା ଭାବେ ଶାସନ କରୁଥିଲେ? ବିଲକୁଲ ନୁହେଁ। ସେମାନେ କେବଳ ନାମକୁ ମାତ୍ର ଶାସକ ନଥିଲେ। ସେମାନଙ୍କ ପାଖରେ ଥିଲା ପୁରା ସାମ୍ରାଜ୍ୟକ ଉପାଧି, ମହାରାଜାଧିରାଜ, ଯାହାର ଅର୍ଥ ହେଉଛି ରାଜାମାନଙ୍କର ରାଜା। ଏଇ ଗୋଟିଏ ଉପାଧିରୁ ହିଁ ସେମାନଙ୍କ କ୍ଷମତାର ଅନ୍ଦାଜ ଲଗାଇ ହେବ। ତ ଚାଲନ୍ତୁ ଆହୁରି ଭିତରକୁ ଯିବ ଆଉ ଦେଖିବା ଏ ରାଣୀମାନଙ୍କର ଶାସନର କାହାଣୀ। ଏଠି ଦେଖନ୍ତୁ, ଏହା କୌଣସି ଗୋଟିଏ ଦୁଇଟି ଘଟଣା ନଥିଲା। ଏହା ଏକ ପରମ୍ପରା ଭଳି ଥିଲା। ଆରମ୍ଭ ହେଲା ପ୍ରାୟ 846 ଖ୍ରୀଷ୍ଟାବ୍ଦରେ ପ୍ରଥମ ତ୍ରିଭୁବନ ମହାଦେବୀଙ୍କଠାରୁ। ସେ ଥିଲେ ପ୍ରଥମ ପ୍ରମୁଖ ମହିଳା ଶାସକ। ତାଙ୍କ ପରେ ଆସିଲେ ଦଣ୍ଡୀ ମହାଦେବୀ, ଆଉ ଧାରାବାହିକତା ଜାରି ରହିଲା ଧର୍ମ ମହାଦେବୀଙ୍କ ପର୍ଯ୍ୟନ୍ତ, ଯିଏକି ଶେଷ ଶାସକମାନଙ୍କ ମଧ୍ୟରୁ ଜଣେ ଥିଲେ। ସମସ୍ତେ ନିଜ ଦମରେ ଶାସନ କରିଥିଲେ। କଥା କେବଳ ମହାରାଜାଧିରାଜରେ ସରି ନଥିଲା। ସେମାନେ ଆହୁରି ଉପାଧି ନେଇଥିଲେ, ଯେମିତିକି ପରମ ଭଟ୍ଟାରିକା ଅର୍ଥାତ୍ ପରମ ପୂଜନୀୟ, ଆଉ ପରମେଶ୍ୱରୀ, ଯାହାର ଅର୍ଥ ହେଲା ମହାନ ଶାସକ। ଏହିସବୁ ଉପାଧିରୁ ସ୍ପଷ୍ଟ ଜଣାପଡ଼ୁଥିଲା ଯେ ଶାସନ ପରେ ସେମାନଙ୍କର ପୁରା ନିୟନ୍ତ୍ରଣ ଥିଲା, କୌଣସି ପ୍ରଶ୍ନ ହିଁ ନଥିଲା। କିନ୍ତୁ ଗୋଟେ ପ୍ରଶ୍ନ, ଏତେ ଶକ୍ତିଶାଳୀ ରାଜବଂଶ ଆସିଲେ କୋଉଠୁ? ଚାଲନ୍ତୁ ଏବେ ସେମାନଙ୍କର ମୂଳ ଖୋଜିବା ଆଉ ଦେଖିବା ସେମାନେ କେଉଁ ଅଞ୍ଚଳକୁ ଏକାଠି କରିଥିଲେ। ଆଉ ଏଇଠି କାହାଣୀରେ ଗୋଟେ ମୋଡ଼ ଆସୁଛି। ସେମାନଙ୍କର ଉତ୍ପତ୍ତିକୁ ନେଇ କିଛି ପକ୍କା ପ୍ରମାଣ ନାହିଁ। ଏହା ଏକ ପ୍ରକାର ଐତିହାସିକ ରହସ୍ୟ। ମୁଖ୍ୟତଃ ଦୁଇଟା ଥିଓରି ଚାଲେ। ଗୋଟେ କହେ ସେମାନେ ମହେନ୍ଦ୍ର ପର୍ବତର ଭୌମ ଜନଜାତିରୁ ଆସିଥିଲେ, ଆଉ ଗୋଟେ ଥିଓରି କହେ ସେମାନଙ୍କର ସମ୍ପର୍କ ଆଧୁନିକ ଆସାମର ପ୍ରାଗଜ୍ୟୋତିଷପୁର ରାଜବଂଶ ସହ ଥିଲା। ସେମାନେ ଯେଉଁଠୁ ବି ଆସିଥାନ୍ତୁ ନା କାହିଁକି, ସେମାନେ ଗୋଟେ ବହୁତ ବଡ଼ କାମ କରିଥିଲେ। ସେ ସମୟରେ ଅଲଗା ଅଲଗା ଥିବା ତୋଶାଳ, ଓଡ୍ର ଆଉ ଉତ୍କଳ, ଏ 3ଟା ଅଞ୍ଚଳକୁ ଏକାଠି କରି ଗୋଟେ ଶକ୍ତିଶାଳୀ ରାଜ୍ୟ ତିଆରି କରିଥିଲେ। କହିବାକୁ ଗଲେ ଆଜିର ଆଧୁନିକ ଓଡ଼ିଶାର ମୂଳଦୁଆ ସେମାନେ ହିଁ ପକେଇଥିଲେ। ଆଉ ଏହି ବିଶାଳ ରାଜ୍ୟର କେନ୍ଦ୍ର କେଉଁଠି ଥିଲା? ତାଙ୍କ ରାଜଧାନୀ ଥିଲା ଗୁହଦେବ ପାଟକ, ଯାହା ଆଜିର ଯାଜପୁର ଜିଲ୍ଲାରେ ଅବସ୍ଥିତ। ସେଠୁ ବସି ସେମାନେ ପୁରା ସାମ୍ରାଜ୍ୟ ଚଳାଉଥିଲେ। ଭୌମକରଙ୍କ କାହାଣୀ କେବଳ ରାଜ୍ୟଜୟ ଆଉ ରାଣୀମାନଙ୍କ ଶାସନରେ ସୀମିତ ନୁହେଁ। ସେମାନଙ୍କ ସମୟରେ ଏକ ବହୁତ ବଡ଼ ଧାର୍ମିକ ପରିବର୍ତ୍ତନ ମଧ୍ୟ ହୋଇଥିଲା। ଦେଖନ୍ତୁ କେମିତି ସମୟ ସହିତ ସବୁକିଛି ବଦଳିଲା। ଆରମ୍ଭରେ 8ମ ଶତାବ୍ଦୀରେ ଭୌମକର ରାଜାମାନେ ବୌଦ୍ଧ ଧର୍ମର ବଡ଼ ସମର୍ଥକ ଥିଲେ। ରତ୍ନଗିରି ଆଉ ପୁଷ୍ପଗିରି ଭଳି ବଡ଼ ବଡ଼ ବୌଦ୍ଧ କେନ୍ଦ୍ରକୁ ସେମାନେ ପୃଷ୍ଠପୋଷକତା ଦେଉଥିଲେ। କିନ୍ତୁ ତାପରେ ଆସିଲା ଗୋଟେ ବଡ଼ ମୋଡ଼। ପ୍ରାୟ 846 ଖ୍ରୀଷ୍ଟାବ୍ଦରେ ଯେତେବେଳେ ରାଣୀ ତ୍ରିଭୁବନ ମହାଦେବୀ ସିଂହାସନରେ ବସିଲେ, ସେ ଜଣେ ପରମ ବୈଷ୍ଣବୀ ହୋଇଥିବାରୁ ରାଜକୀୟ ସମର୍ଥନ ବୈଷ୍ଣବ ଧର୍ମ ଆଡ଼କୁ ଗଲା। ଆଉ ଶେଷ ଆଡ଼କୁ ପ୍ରାୟ 881 ଖ୍ରୀଷ୍ଟାବ୍ଦ ବେଳକୁ ପରବର୍ତ୍ତୀ ରାଜାମାନେ ସମ୍ପୂର୍ଣ୍ଣ ଭାବେ ଶୈବ ଧର୍ମ ଆପଣି ନେଲେ ଆଉ ନିଜକୁ ପରମ ମାହେଶ୍ୱର ବା ଶିବଙ୍କର ପରମ ଭକ୍ତ ବୋଲି କହିଲେ। ଆଉ ଏହି ଧାର୍ମିକ ଓ ସାଂସ୍କୃତିକ ପରିବର୍ତ୍ତନର ଛାପ ସେମାନେ ପଥରେ ଖୋଦେଇ କରି ଛାଡ଼ି ଯାଇଛନ୍ତି। ଚାଲନ୍ତୁ ଦେଖିବା ସେମାନଙ୍କର ସ୍ଥାପତ୍ୟ କଳାକୁ। ସେମାନଙ୍କର ସବୁଠୁ ବଡ଼ ଦେଣ ଥିଲା ଖାକରା ଦେଉଳ ଶୈଳୀ। ଏହା ଏକଦମ ଅଲଗା ଧରଣର ମନ୍ଦିର। ଏହାର ଉପର ଭାଗ ବା ଛାତଟି ଦେଖିବାକୁ ଠିକ୍ ଗୋଟେ ଲମ୍ବା ଶଗଡ଼ର ଛାତ ପରି। ଏହି ଡିଜାଇନ ହିଁ ଏହାକୁ ବାକି ସବୁ ମନ୍ଦିର ଠାରୁ ସ୍ୱତନ୍ତ୍ର କରେ। ଏହାର ସବୁଠୁ ଜବରଦସ୍ତ ଉଦାହରଣ ଦେଖିବାକୁ ମିଳେ ଭୁବନେଶ୍ୱରର ବୈତାଳ ଦେଉଳରେ। ଏହା ଦେବୀ ଚାମୁଣ୍ଡାଙ୍କୁ ସମର୍ପିତ। ଆଉ ଗୋଟିଏ ଅବିଶ୍ୱାସନୀୟ ନିର୍ମାଣ ହେଉଛି ହୀରାପୁରର 64 ଯୋଗିନୀ ମନ୍ଦିର। ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଏହା ଗୋଟିଏ ଗୋଲାକାର ଖୋଲା ମନ୍ଦିର ଯାହା ତନ୍ତ୍ର ସାଧନା ପାଇଁ ତିଆରି ହୋଇଥିଲା। ଏଥିରୁ ଜଣାପଡ଼େ ସେ ସମୟରେ କେତେ ପ୍ରକାରର ଧାର୍ମିକ ବିଶ୍ୱାସ ପ୍ରଚଳିତ ଥିଲା। କିନ୍ତୁ ସବୁ କାହାଣୀର ଗୋଟେ ଶେଷ ଥାଏ। ତେବେ ଏତେ ଶକ୍ତିଶାଳୀ ରାଣୀମାନଙ୍କର ଏହି ଅଦ୍ଭୁତ ରାଜ୍ୟର ପତନ ହେଲା କେମିତି? ଏହାର ପତନ ପଛରେ କୌଣସି ଗୋଟିଏ କାରଣ ନଥିଲା। ପ୍ରଥମେ ତ ରାଜ ପରିବାର ଭିତରେ ହିଁ ଝଗଡ଼ା ଆରମ୍ଭ ହେଲା। ସିଂହାସନ ପାଇଁ କଳହ ଲାଗି ରହିଲା।
ଏହାର ଫାଇଦା ଉଠାଇଲେ ପଡ଼ୋଶୀ ରାଜବଂଶମାନେ, ଯେମିତିକି ସୋମବଂଶୀୟ ଭଞ୍ଜମାନେ। ସେମାନେ ବାହାଘର ସମ୍ବନ୍ଧ ଯୋଡ଼ି ଭୌମକର ରାଜନୀତିରେ ପଶିବାକୁ ଲାଗିଲେ। ଆଉ ଶେଷରେ ଏହି ଦୁର୍ବଳତାର ସୁଯୋଗ ନେଇ ଶକ୍ତିଶାଳୀ ସୋମବଂଶୀ ରାଜବଂଶ ଏମାନଙ୍କ ରାଜ୍ୟକୁ ନିଜ ସାମ୍ରାଜ୍ୟରେ ମିଶେଇଦେଲେ। ତ ଭୌମକର ରାଜବଂଶର କାହାଣୀ କ'ଣ ଶିଖାଏ? ଏହା ଦେଖାଏ ଯେ ଇତିହାସ କେବେ ବି ସରଳ ନୁହେଁ। ଆମେ ଯେତେବେଳେ ରାଜାମାନଙ୍କ କଥା ଭାବୁ ସେତେବେଳେ ଏହି ରାଣୀମାନଙ୍କୁ ଭୁଲିଯାଉ। କିନ୍ତୁ ସତ ହେଉଛି ନାରୀଶକ୍ତି ଇତିହାସରେ ସବୁବେଳେ ଥିଲା, ବୋଧହୁଏ ଆମେ ଭାବିବାଠାରୁ ବହୁତ ଅଧିକ। ଏମାନଙ୍କର କାହାଣୀ ଇତିହାସକୁ ଏକ ନୂଆ ନଜରରେ ଦେଖିବା ପାଇଁ ପ୍ରେରଣା ଦିଏ।